ସମ୍ଭବତଃ ଖ୍ରୀଷ୍ଟାବ୍ଦ 1439 ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ ତାଙ୍କର ଗାଦି ବା ସମାଧିପୀଠ ଅଛି। ଏହା ମଧ୍ୟ ତାଙ୍କର ଜନ୍ମସ୍ଥାନ। ଶିଶୁ ଅନନ୍ତଙ୍କର ବହୁ ଭଜନ, ଚୌତିସା, ସ୍ତୋତ୍ର ରଚନା ଶୁଣିବାକୁ ମିଳେ। ହେତୁତୟ ଭଗବତ ତାଙ୍କର ପ୍ରଧାନ କୃତି। ଜଗନ୍ନାଥଙ୍କ ପ୍ରତି ଅଚଳ ଭକ୍ତିଭାବ ପୋଷଣ କରି ଶିଶୁ ଅନନ୍ତ କେଉଁ ଭାବରେ ସିଦ୍ଧିଲାଭ କରିଥିଲେ, ଯେପରି ଚୈତନ୍ୟଙ୍କ ସମ୍ପର୍କରେ ଆସିଥିଲେ, ସେସବୁ କଥା ହେତୁତୟ ଭାଗବତରେ ଉଲ୍ଲେଖ ରହିଛି। ଶ୍ରୀ ଚୈତନ୍ୟଙ୍କର ପ୍ରେମ ଭକ୍ତି ଧର୍ମର ପରାକାଷ୍ଠା ଶିଶୁ ଅନନ୍ତଙ୍କ ରଚନାକୁ ବିଶେଷ ପ୍ରଭାବିତ କରିଛି। ଶିଶୁ ଅନନ୍ତ ଦାସଙ୍କ ପିତାଙ୍କ ନାମ କପିଳ ମହାନ୍ତି ଓ ମାତାଙ୍କ ନାମ ଗୌରୀ ଦେବୀ। ସେ ଜାତିରେ କରଣ। ହେତୁତୟ ଭାଗବତ ବ୍ୟତୀତ ଶିଶୁ ଅନନ୍ତଙ୍କର ଅନ୍ୟାନ୍ୟ ରଚନା ହେଉଛି ଉଦେବାଖର, ତକଦାଖର, ଅର୍ଥତାରିଣୀ, ଚୁମ୍ବକ ମାଳିକା,